ଯୁଦ୍ଧ ବେଳେ ଚୀନର ସାଟେଲାଇଟକୁ ବ୍ୟବହାର କରୁଥିଲା ଇରାନ। ଆଉ ଚୀନର ସାଟେଲାଇଟକୁ ବ୍ୟବହାର କରି ଆମେରିକାର ସୈନ୍ୟ ଘାଟି ଗୁଡ଼ିକ ଉପରେ ନିର୍ଭୁଲ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲେ ଇରାନୀୟ ସେନା। ବର୍ତ୍ତମାନ ସମୟରେ ଫାଇନାନ୍ସିଆଲ ଏକ୍ସପ୍ରେସର ଏହି ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଦେଇଛି। କାହିଁକି ନା ପୂର୍ବରୁ ମଧ୍ୟ ଇରାନକୁ ଚୀନ ସହଯୋଗ କରୁଥିବା ନେଇ ଏମିତିକି ଅସ୍ତ୍ରଶସ୍ତ୍ର ଯୋଗାଉଥିବାର ଖବର ଓ ଚର୍ଚ୍ଚା ସାମ୍ନାକୁ ଆସିଥିଲା। ହେଲେ ଫାଇନାନ୍ସିଆଲ ଏକ୍ସପ୍ରେସର ରିପୋର୍ଟ ସ୍ପଷ୍ଟ କରୁଛି ଯେ ଇରାନକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲା ଚୀନ। ଆଉ ଚୀନର ସାଟେଲାଇଟକୁ ବ୍ୟବହାର କରି ଇରାନ ଆମେରିକା ଉପରେ କରିଥିଲା ଘନ ଘନ ଆକ୍ରମଣ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଆମେରିକା ଇରାନ ଓ ଇସ୍ରାଏଲର ଯୁଦ୍ଧରେ ବର୍ତ୍ତମାନ ଅସ୍ତ୍ରବିରତି ଲାଗି ରହିଛି। ଏହାରି ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଯେ ଚୀନ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ବୋଲି ସହମତି ପ୍ରକାଶ କରିଛି। ଏଣୁ ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିଦେବେ। ସେପଟେ ଚୀନ ସ୍ପଷ୍ଟ କରୁଛି ଯେ ଇରାନକୁ କୌଣସି ପ୍ରକାର ସହଯୋଗ କରିନାହିଁ ଚୀନ। ଏମିତିକି ଇରାନକୁ ଯେଉଁ ଅସ୍ତ୍ରଶସ୍ତ୍ର ପଠାଇବା ନେଇ ରିପୋର୍ଟ ପ୍ରକାଶ ପାଉଥିଲା ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ହେଲେ ଏସବୁ ଭିତରେ ଦର୍ଶକ ବନ୍ଧୁ, ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଯେଉଁ ଖୁଲାସା ହୋଇଛି ତାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଯେତେବେଳେ ଫେବୃଆରୀ 28 ତାରିଖରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଇରାନ ଆମେରିକାକୁ ଜୋରଦାର ପ୍ରତି ଆକ୍ରମଣ କରୁଥିଲା, ସେତେବେଳେ ଚୀନର ସାଟେଲାଇଟକୁ ବ୍ୟବହାର କରୁଥିଲା ଇରାନ। ଇରାନ ଚୀନର ସାଟେଲାଇଟ TEE-01B କୁ ବ୍ୟବହାର କରି ଆମେରିକାର ବିଭିନ୍ନ ସୈନ୍ୟ ଘାଟି ଉପରେ ଆକ୍ରମଣ କରିଥିଲା। TEE-01B ସିରିଜର ଏକ ସ୍ପାଏ ସାଟେଲାଇଟ ଏବଂ ଏହା ଏକ ଅର୍ବିଟ ସାଟେଲାଇଟ ଏବଂ ଏହା ପୃଥିବୀ ପୃଷ୍ଠଠାରୁ ପାଖାପାଖି 550 ରୁ 560 କିମ୍ବା 70 କିଲୋମିଟର ଉଚ୍ଚତାରେ ଥାଏ। ଏ ସେହି ଉଚ୍ଚତା ଯେତେବେଳେ ଉକ୍ତ ସାଟେଲାଇଟଟି ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପୃଥିବୀର ନିକଟତର ହେବ ନାହିଁ କିମ୍ବା ଅଧିକ ଉଚ୍ଚ ମହାକାଶକୁ ମଧ୍ୟ ଯିବ ନାହିଁ। ଏବଂ ଏହି ସାଟେଲାଇଟ ଯେହେତୁ ଅର୍ବିଟ ସାଟେଲାଇଟ, ଏହି ସାଟେଲାଇଟକୁ ଯେତେବେଳେ ଚୀନ ପୃଥିବୀ ବାହାରକୁ ନେଇ ଏକ ନିର୍ଦ୍ଦିଷ୍ଟ ଅର୍ବିଟରେ ସ୍ଥାନାନ୍ତରିତ କରିଥିଲା ବା ସ୍ଥାପିତ କରିଥିଲା, ସେତେବେଳେ ଏହାର ବ୍ୟବହାର ଯେକୌଣସି ଦେଶ କରିବାର ସୁଯୋଗ ତାଙ୍କ ହାତରେ ଥିଲା। ଆଉ ଏହି ସୁଯୋଗକୁ ପୁରା ବିନିଯୋଗ କରିଥିଲା ଇରାନ। ଇରାନ ଏହି ସାଟେଲାଇଟକୁ ବ୍ୟବହାର କରି ମଧ୍ୟପ୍ରାଚ୍ୟରେ ଏବଂ ଇରାନର ପାଖାପାଖି ଅଞ୍ଚଳ ଗୁଡ଼ିକରେ ଥିବା ଆମେରିକାର ସୈନ୍ୟ ଘାଟି ଗୁଡ଼ିକର ଫଟୋ ଉତ୍ତୋଳନ କରିଥିଲା। ଏହି ଫଟୋ ଗୁଡ଼ିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ଚୀନର ଏକ ଗ୍ରାଉଣ୍ଡ ସଂସ୍ଥାର ସହଯୋଗ ନେଇଥିଲା ଇରାନ ଏବଂ ଏହା ଦ୍ୱାରା ଏହି ସାଟେଲାଇଟ ଚିତ୍ର ଗୁଡ଼ିକୁ ବିଶ୍ଳେଷଣ କରାଯାଇ ଆମେରିକାର ସୈନ୍ୟ ଘାଟି ଗୁଡ଼ିକର ସଠିକ ନିରୂପଣ କରାଯାଇଥିଲା। ସେଥିପାଇଁ ତ ବୋଧହୁଏ ଯେତେବେଳେ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା, ପ୍ରତି ଆକ୍ରମଣରେ ଇରାନ ଆମେରିକାର ଆପାତତଃ ସବୁ ସୈନ୍ୟ ଘାଟି ଯାହାକି ମଧ୍ୟପ୍ରାଚ୍ୟରେ ଏବଂ ଇରାନର ପାଖାପାଖି ଅଞ୍ଚଳରେ ଅବସ୍ଥିତ ସେଗୁଡ଼ିକୁ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲା ଏବଂ ଏହି ଆକ୍ରମଣ ସମ୍ପୂର୍ଣ୍ଣ ନିର୍ଭୁଲ ଓ ସଠିକ ରହିଥିଲା। ସେହି ସମୟରୁ ହିଁ ଇରାନ କେମିତି ଏତେ ସଠିକ ଆକ୍ରମଣ କରିପାରୁଛି ତାକୁ ନେଇ ଏକ ବଡ଼ ପ୍ରଶ୍ନ ଛିଡ଼ା ହୋଇଥିଲା। କାହିଁକି ନା ଇରାନ ପାଖରେ ସେମିତି ନିଜସ୍ୱ କୌଣସି ବଡ଼ ବା ସ୍ପାଏ ସାଟେଲାଇଟ ନାହିଁ। ଏଣୁ ତୃତୀୟ ପକ୍ଷ ତାକୁ ସହଯୋଗ କରୁଥାଇ ପାରନ୍ତି ବୋଲି ଗୋଟିଏ ଆଶଙ୍କା ସେତେବେଳେ ପ୍ରକାଶ ପାଇଥିଲା। ଏବଂ ବର୍ତ୍ତମାନ ଏହି ଗଣମାଧ୍ୟମ ରିପୋର୍ଟ ସ୍ପଷ୍ଟ କରୁଛି ଯେ ଚୀନର TEE-01B ସିରିଜ ସାଟେଲାଇଟକୁ ବ୍ୟବହାର କରିଥିଲା ଇରାନ ଏବଂ ଏହା ଦ୍ୱାରା ଆମେରିକାର ବିଭିନ୍ନ ସୈନ୍ୟ ଘାଟି ତା ସହିତ ସାଉଦି ଆରବ, ଓମାନ, କତର ଏସବୁ ଅଞ୍ଚଳରେ ଥିବା ବିଭିନ୍ନ ତୈଳ ଘାଟି ଏବଂ ଏନର୍ଜି ସୋର୍ସ ଗୁଡ଼ିକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ସାଟେଲାଇଟଟି ଏକ ନିର୍ଭୁଲ ତଥ୍ୟ ଦେଉଥିଲା ଇରାନକୁ ଏବଂ ଯେହେତୁ ଇରାନ ପାଖରେ ଏହାକୁ ବିଶ୍ଳେଷଣ କରିବା ପାଇଁ ସେମିତି କୌଣସି ବିଶ୍ୱସନୀୟ ସଂସ୍ଥା ନଥିଲେ, ସେଥିପାଇଁ ଚୀନର ହିଁ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦେଇଥିଲା ଇରାନ। ଚୀନର ସାଟେଲାଇଟକୁ ବ୍ୟବହାର କରି ଚୀନର ଏକ ଘରୋଇ ସଂସ୍ଥା ସହଯୋଗରେ ସେହି ସାଟେଲାଇଟ ଫଟୋଚିତ୍ରକୁ ବିଶ୍ଳେଷଣ କରି ଆକ୍ରମଣ କରୁଥିଲା ଇରାନ। ବର୍ତ୍ତମାନ ଏହାର ଖୁଲାସା ହେବା ପରେ ସବୁଠାରୁ ବଡ଼ କଥା ସାମ୍ନାକୁ ଆସିଛି ଯେ କେଉଁଠି ନା କେଉଁଠି ଏହି ଯୁଦ୍ଧ ବେଳେ ଇରାନକୁ ସହଯୋଗ କରୁଥିଲା ଚୀନ। ଅବଶ୍ୟ ଏହା ସ୍ୱାଭାବିକ ମଧ୍ୟ, କାହିଁକି ନା ଆମେରିକା ଓ ଚୀନର ସମ୍ପର୍କରେ ତିକ୍ତତା ରହିଛି, ଏକଥା ସମସ୍ତଙ୍କୁ ଜଣା। ଦ୍ୱିତୀୟ କଥା ହେଉଛି ଇରାନର ତୈଳ ସାମଗ୍ରୀକୁ ଆମଦାନୀ କରୁଥିବା ସବୁଠାରୁ ବଡ଼ ରାଷ୍ଟ୍ର ହେଉଛି ଚୀନ।
एणु ईरान जेतेबेले युद्ध रे क्षति सहुतिला सेतेबेले समांतराल भाବରେ तैଳ सामग्री न पाई चीन मध्य अनेक जटिल परिस्थितिर सामना करुथिला। एणु एही युद्ध समय रे जे चीन ईरान को सहयोग करिछि ताहा वर्तमान समय रे स्पष्ट होई जाइछि। तेबे दर्शक बंधु वर्तमान समय रे जो कथा कहा जाउछि जे सैटेलाइट केमिति कार्य करिथिला एवं एही सैटेलाइट लो विश्लेषण केमिति होइथिला। आपण मानकर मने थिबो जेतेबेले युद्ध चलिथिला सेतेबेले अमेरिका ईरान उपरे आक्रमण करिबा परे परे ईरान सीधा सड़क अमेरिका उपरे आक्रमण न करी मध्य प्राच्य रे थिबा अमेरिकार सैन्य शिविर गुड़ी को टार्गेट करुथिला। एहा सहित मध्य प्राच्य रे थिबा विभिन्न तैल भंडार एवं एनर्जी सोर्स गुड़ी को मध्य ध्वंस करुथिला। फल ईरान रो लक्ष्य थिला जे जेतेबेले शक्तिर ह्रास घटिबो बा इंधन टैंकर गुड़िकर क्षति घटिबो जेतेबेले तैल भंडार गुड़िक क्षति सहिबे सेतेबेले पूरा विश्व रे गोटे तैल बजार अनिश्चितता भितर को चली जिवो। सेही परिप्रेक्षी रे विभिन्न देश ईरान रो सहयोग लड़िबे एवं ईरान रो सहयोग लड़िबा सहित से माने अमेरिका को विरोध करिवे। एभली एक कूटनैतिक रणनीति प्रस्तुत करी अमेरिका उपरे चाप तयारी पई ईरान योजना करिथिला। फलस्वरूप ईरान सऊदी अरब उपरे आक्रमण करिथिला, कतर उपरे आक्रमण करिथिला, ओमान उपरे आक्रमण करिथिला एवं मध्य प्राच्यर अनेक देश उपरे आक्रमण करिथिला। एही सब आक्रमणर योजना एही TEE-01B सैटेलाइट द्वारा ही करा जाउथिला। चीन रो एही सैटेलाइट निर्भुल भावरे अति हाई रिजोल्यूशन रे सही अंचलर फोटोचित्र उत्तोलन करुथिला। जहा सूचना रहिछि एही सैटेलाइट द्वारा पाखापाखि 15 किलोमीटर रेडियस भितर थिबा फोटोचित्र उत्तोलन करा जाउथिला। काहेकि ना जो तैल घाटी गुड़िक रहिछि जो अमेरिकार सैन्य शिविर गुड़िक रहिथिला से सबु बहु किलोमीटर पर्यंत व्यापी रहिथिला। एमिति कि 50 रु 60 किलोमीटर पर्यंत मध्य गोटे गोटे शिविर व्यापी रहिथिला। एणु एक योजनाबद्ध भावरे व्यापक रेडियस रे फोटोचित्र उत्तोलन ईरान पई आवश्यकता थिला। आउ ईरान ए सैटेलाइट जरिए 15 किलोमीटर रेडियस रो फोटोचित्र जूम इन करी अति हाई रिजोल्यूशन रे संग्रह करुथिला एवं एहा को मध्य के ठौराई पारि नथिले एतिपाई जेहेतु अमेरिका ईरान और इस्राएल रो युद्ध आरंभ हेबा परे हर्मुज प्रणाली बंद होई जाइतिला। फल पूरा क्षेत्र उपरे नजर रखिबा पई विभिन्न देश गुड़िक ईरान रो आकाश रे मध्य प्राच्यर आकाश रे निज निजर सैटेलाइट को स्थापन करिथिले एवं सेही सैटेलाइट गुड़िक भितरे चीन रो मध्य ए सैटेलाइट TEE-01B सीरीज सैटेलाइट रहितिला। एणु केही सहजरे एही दिग को नजर पकई नथिले काहेकि ना अनेक देशर सैटेलाइट सेठारे थिला एवं निर्दिष्ट भाବରେ जे चीन सैटेलाइट स्पाई भली काम करूची एवं अमेरिका संपर्कित तथ्य ईरान को देउची केही ठौराई पारि नथिले जहार पूरा लाभ पाइथिला ईरान एवं एही गणमाध्यम रिपोर्ट आउ एक दिग को मध्य सामना को आणुची जे एही TEE-01 सैटेलाइट पाखापाखि 2024 मसिया रे स्थापित होइथिला एवं एहाकू आय अर्थ नामक चीन रो संस्था ही उत्क्षेपण करी स्थापन करिथिला। एमिति कि एही संस्थार एही सैटेलाइट को व्यवहार करिबा परे चीन रो आउ एक ग्राउंड सरफेस संस्था जरिया रे ईरान ए सब फोटोचित्र को विश्लेषण करिथिला। जदि आईआरजीसी रो निजस्व संस्था एही विश्लेषण कार्य रे नियोजित होइथांता हुए तो शत्रुपक्ष ठौराई देई परिथांते एवं सेही शिविर उपरे आक्रमण करिथांते किंतु चीन रो बा तृतीय पक्षर शिविर जेहेतु याको एनालिसिस करुथिला केही मध्य आशंका करि नथिले किबा सेही शिविर गुडीको उपरे आक्रमण करिबा पई केही चेष्टा सही समय करि नथिले। एहा मध्य ईरान को आउ एक लाभ देइथिला। फल रे ईरान निर्भुल भावरे निजर टार्गेट पॉइंट रे पहुंचुतिला एवं अमेरिकार सैन्य घाटी गुडी को ध्वंस करुतिला। सेही समय चित्र मध्य आपनकर मने थिबो दर्शक बंधु केमिति बैलिस्टिक मिसाइल एवं ड्रोन आक्रमण रे अति सहज भावरे अमेरिकीय सैन्य घाटी गुडी को आक्रमण करुतिला ईरान। सेतेबेळु ही गोटे संदेह सृष्टि होइतिला जे बिना कोनोसी सहयोग रे ईरान प्रकृत रे एमिति बड़ धरणर निर्भुल आक्रमण करि परिबो कि बा निर्भुल टार्गेट पॉइंट को पहुंची परिबो कि एवं एहार उत्तर वर्तमान मिलुछि जो चर्चा लागि रहितिला जे युद्ध रे चीन ईरान को सहयोग करुछि ताहा आपाततः सत होइछि एवं गणमाध्यम रिपोर्ट अनुसार चीन निजर सैटेलाइट प्रदान करिबा सहित ग्राउंड सर्वे संस्था को मध्य सहयोग करिबा पई ईरान को कहितिला। फल एक घरोई संस्था यार विश्लेषण करी
ଇରାନ କୁ ବେଶ ଲାଭ ଦେଇଛି। ତେବେ କେମିତି ଚୀନ ଯୁଦ୍ଧ ସମୟରେ ଇରାନକୁ ସହଯୋଗ କରିଥିଲା ତାର ତ ଖୁଲାସା ହୋଇଛି, କିନ୍ତୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ବର୍ତ୍ତମାନ ମଧ୍ୟ ଦୁଇ ମତ ରହିଛି। ଚୀନ କହୁଛି ଯେ ଇରାନକୁ ଅସ୍ତ୍ରଶସ୍ତ୍ର ସେ ଯୋଗାଉ ନଥିଲା, କିନ୍ତୁ ଆମେରିକାର ଦାବି ଯେ ଏଣିକି ଆଉ ଅସ୍ତ୍ରଶସ୍ତ୍ର ଚୀନ ଯୋଗାଇବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି। ଅର୍ଥାତ୍ ପୂର୍ବରୁ ଅସ୍ତ୍ରଶସ୍ତ୍ର ଚୀନ ଇରାନକୁ ଯୋଗାଉଥିଲା। ତେବେ ଆମେରିକା ଓ ଚୀନର ଏ କଥାବାର୍ତ୍ତା ଭିତରେ କିଏ କହୁଛି ସତ କିଏ କହୁଛି ମିଛ ତାହା ତ ଭିନ୍ନ କଥା, କିନ୍ତୁ କେଉଁଠି ନା କେଉଁଠି ଆମେରିକା ଇରାନ ଓ ଇସ୍ରାଏଲର ଏ ଯୁଦ୍ଧ ଭିତରେ ଚୀନର ଏଣ୍ଟ୍ରିକୁ ନେଇ ବିଭିନ୍ନ ସମୟରେ ଯେଉଁ କଳ୍ପନା ଜଳ୍ପନା ହୋଇଥିଲା ସେଥିରେ ଗୋଟିଏ ଅନ୍ତ ଘଟୁଛି, ଗୋଟିଏ ବିରାମ ଲାଗୁଛି ଏବଂ ଏହା ସ୍ପଷ୍ଟ ହେଉଛି ଯେ ପରୋକ୍ଷ ଭାବରେ ଯୁଦ୍ଧ ଆରମ୍ଭରୁ ହିଁ ଚୀନ ଏହି ଯୁଦ୍ଧ ପରିସ୍ଥିତିରେ ନିଜର ପ୍ରଭାବ ରଖିଥିଲା ଏବଂ ଯୁଦ୍ଧରେ ଏଣ୍ଟ୍ରି କରିଥିଲା, କିନ୍ତୁ ପରୋକ୍ଷ ଭାବରେ ହେଉନା କାହିଁକି ଇରାନକୁ ସହଯୋଗ କରିଥିଲା ଚୀନ। ତେବେ ଦର୍ଶକ ବନ୍ଧୁ ଏଭଳି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ଜଣାଇବେ। ଏଥିପାଇଁ ଆମର सोशल मीडिया साइट फेसबुक और यूट्यूब रे आम चैनल को सब्सक्राइब करंतु, वीडियो को लाइक और शेयर करंतु और कमेंट बॉक्स रे निजर मतामत लिखिबाकू आदौ भूलंतु नहीं। रहुछि नमस्कार।